ସାଙ୍ଗମାନେ କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ଭଲରେ ଥିବେ। ସାଙ୍ଗମାନେ ଦିନକୁ ଦିନ ଓଲା ଉବେର କ୍ୟାବ୍ ଧନ୍ଦା ମାନେ କ'ଣ ହେଉଛି ମୁଁ ନିଜେ ଜାଣିପାରୁନି। ଆପଣଙ୍କର ଯେଉଁ ବାହାଘର ସିଜନ୍ ଆସିଛି ଦିନେ 2 ଦିନ ଖଣ୍ଡେ ଭଲ ବୁକିଂ ହେଇଥିଲା। ମୁଁ ଭାବୁଥିଲି ଧୀରେ ଧୀରେ ବୁକିଂ ବଢ଼ୁଛି। ଆଉ ଏଥର ଯାହା ହଉ କିଛି ଦିନ ବୁକିଂ ଟୋଟାଲ୍ ନଥିଲା, ସେଇ ହିସାବରେ ଧୀରେ ଧୀରେ ବର୍ତ୍ତମାନ ବୁକିଂ ବାହାରିଛି। ଧୀରେ ଧୀରେ ଚଳି ହେବ ବୋଧେ। ପୁଣି କାଲି ତ ଯାହା ହେଲା ହେଲା, ଆଜି ପୁଣି ସେ ବସେଇ ଦେଲାଣି କେତେ ସମୟ। ମାନେ ବୁକିଂ କଥା ଆଉ କ'ଣ କହିବି। ଡ୍ୟୁଟିରେ ଆସିବା ମିଛ କହିବା ସାଙ୍ଗେ ସମାନ। ଦିନେ ଅକ ତେଲ ପାଣି ପକେଇକି ଯେତିକି ଯାହା ଚଲେଇଲି, ଯାହା ମାନେ ଅଧା ପଇସା ବି ଉଠୁନି, ତେଲର ବଞ୍ଚୁନି, ଯେଉଁ ଭଳିଆ ଅବସ୍ଥା ହେଲାଣି। ତ ଦେଖାଯାଉ, ଭାବିଥିଲି ଭିଡ଼ିଓଟେ ବନେଇବିନି, ତାପରେ ଭାବିଲି ସେ ବସେଇକି କିଛି ଲାଭ ନାହିଁ, ଭିଡ଼ିଓଟେ ବନେଇ ଦିଏ ଯେମିତି ହେଲେ ଆପଣମାନେ ବି ଜାଣିପାରିବେ ନା କେଉଁ ଭଳି ଭାବରେ ବର୍ତ୍ତମାନ ବେପାର ଚାଲିଛି ବୋଲିକି। ଟାଇମ୍ ହେଲାଣି ଆପଣଙ୍କର ପାଖାପାଖି 11:30 ଉପରେ ହେବ। ମୁଁ 8ଟାରୁ ଲଗ୍ଇନ୍ କରିଥିଲି, 3ଟା ବୁକିଂ କରିଛି, ଟୋଟାଲ୍ 600 ଟଙ୍କା ହେଇଛି। ଦେଖିବା ଆଗକୁ ମେ ବି ରାତିରେ ହେଲେ ହେଇପାରେ କି ନାହିଁ, ଦେଖିବା କ'ଣ ହେଉଛି। ଟୋଟାଲ୍ ଭିଡ଼ିଓଟି ଦେଖନ୍ତୁ, ଆଉ ସବୁ ଅପଡ଼େଟ୍ ଭିଡ଼ିଓ ଭିତରେ ଥିବ, କେମିତି କ'ଣ ବେପାର ହେଉଛି କ'ଣ। 1 minute later. ସାଙ୍ଗମାନେ ବହୁତ ସମୟ ବସିଲା ପରେ ବର୍ତ୍ତମାନ କଟକ ପାଇଁ ଗୋଟେ ବୁକିଂଟା ଆସିଛି। ଯିବାଟା ହିଁ ବେଟର୍, କାହିଁକିନା ଲୋକାଲ୍ ତ ବାଜୁନି। କଟକ ପଳେଇଲେ କାଳେ ରିଟର୍ନ ସେଠୁ ବାଜିଯିବ, ଘଣ୍ଟା 2 ଘଣ୍ଟା ପରେ ହଉ ଗୋଟେ ବାଜିଲେ 400 800 ହେଇଯିବ। ସେଇଥିପାଇଁ କଷ୍ଟମରକୁ ମୁଁ ପିକଅପ୍ କରିବି, ବର୍ତ୍ତମାନ ପିକଅପ୍ କରି ନେଇକି ଯିବି କଟକ ଯାଇ ବସିବି ରିଟର୍ନ ପାଇଁ। କଟକ ତ ଲୋକାଲ୍ ଭଡ଼ା କରିହେବନି, ଯେଉଁ ଭଳିଆ ଜାମ୍ ରହୁଛି, ଅଳିକନ୍ଦି ବହୁତ ପ୍ରୋବ୍ଲେମ୍। ସେଇଥିପାଇଁ କଟକ ମାନେ ପହଞ୍ଚିବା ସାଙ୍ଗେ ସାଙ୍ଗେ ରିଟର୍ନ ମାରିକି ବସିବି। କଟକରୁ ରିଟର୍ନ ଅଧଘଣ୍ଟା ଭିତରେ ମୋତେ ମିଳିଯାଇଥିଲା, ହେଲେ ସେଇଟା ସମ୍ପୂର୍ଣ୍ଣ ନଥିଲା। ସେ ପଟିଆ ଯାଇ 300 ପାଖାପାଖି ମିଳିଛି ସେଇ ବୁକିଂରେ। ଆଉ ବର୍ତ୍ତମାନ ଟାଇମ୍ ହେଲାଣି ଆପଣଙ୍କର 4ଟା 4:30 ହେବ। ଟୋଟାଲ୍ ଅର୍ଣ୍ଣିଂ ହେଇଛି 1500 ପାଖାପାଖି। ତ ଯଦି ଆଉ ସନ୍ଧ୍ୟାବେଳକୁ ଆଉ ଯଦି ଟଙ୍କା 1000 ପାଖାପାଖି ହେଇଯାଏ, ତାହେଲେ ଆଜି ବେପାରଟା ଠିକ୍ଠାକ୍ ହେବ ବୋଲିକି ଭାବୁଛି। ଆଉ ଯଦି ନହେଲା, ଯେତିକି ହେଉଛି ଏମିତି ତ ବାଜୁନି। ବାହାଘର ସିଜନ୍, ବାହାଘର କିଛି ଜଣାପଡ଼ୁନି। ବାହାଘର ସିଜନ୍ ନର୍ମାଲି ବାହାଘର ସିଜନ୍ରେ ଯେମିତି ବୁକିଂ ହୁଏ ସେମିତି ହେଉନି। ତଥାପି ଟଙ୍କା 2500 ଖଣ୍ଡେ ଯଦି ବେପାର ହେଲା, ଭାବି ନିଅନ୍ତୁ ଯେ ଠିକ୍ଠାକ୍ ଅଛି ବୋଲିକି। କାହିଁକିନା ଏବେ ଆଉ ସେମିତି ବେପାର ହେଉନି ଯେ ଆପଣ 3-4 ହଜାର ପର୍ ଡେ କରିବେ ବୋଲିକି। 4ଟାରୁ ଆସିକି 6ଟା ହେଲାଣି, ଏଯାଏଁ ବୁକିଂ କିଛି ବାଜିନି। ମାନେ 2 ଘଣ୍ଟା ଉପରେ ହେବ ବସି। ମୁଁ ଥିଲି କେଉଁଠି, ବରଗଡ଼ ପାଖରେ। ବରଗଡ଼ରୁ ଆସିକି କଳ୍ପନାରେ ବସିଲି। ନାଇଁ, ଫାଷ୍ଟ ଥିଲି ଟଙ୍କପାଣି ପାଖରେ। ଟଙ୍କପାଣିରୁ ଆସିକି ବରଗଡ଼ରେ ବସିଲି। ବରଗଡ଼ରୁ ଆସିକି କଳ୍ପନା ପାଖରେ ବସିଲି। ତାପରେ ଆସିକି ରାଜମହଲରେ ବସିଲି, ତଥାପି ବାଜିନି। ଦେଖିବା ସିଏନ୍ଜିଟା ପକେଇଦେବା। ସିଏନ୍ଜି ପକେଇ ସାରିକି ତାପରେ ଯାଇ ପୁଣି ଲଗ୍ଇନ୍ କରିବି। ଦେଖି ବାଜୁ କେତେବେଳେ। ସିଏନ୍ଜି ଲାଇନ୍ରେ ଛିଡ଼ା ହେଇଛି। ଟାଙ୍କି ଦେଖନ୍ତୁ କେଉଁଠି, ଆଉ ଲାଇନ୍ ଲାଗିଛି କେତେ ଲମ୍ବା। 2 hours later. ବର୍ତ୍ତମାନ ଆସି ଟାଇମ୍ 6ଟା ହେଲାଣି। ମୋର ଏବେ ଗୋଟେ ବୁକିଂଟା ବାଜିଛି। ଲାଷ୍ଟ ବୁକିଂଟା କମ୍ପ୍ଲିଟ୍ କରିଥିଲି ମୁଁ ସେଇ 3ଟା ବେଳକୁ, ମାନେ 3 ଘଣ୍ଟା ପରେ ଯାଇକି ଏବେ ବୁକିଂ ଗୋଟେ ବାଜିଲା। ଯାଉଛି ମୁଁ କଷ୍ଟମରକୁ ପିକଅପ୍ କରିକି ତାକୁ ଡ୍ରପ୍ ପୁଣି ଅଛି ଲିଙ୍ଗିପୁର। ସେପଟେ ଏବେ ପ୍ରବଳ ଜାମ୍, ହେଲେ ଟୋଟାଲ୍ ବାଜୁନି। ବାଜିଲା ଯେତେବେଳେ ଜାମ୍ ହଉ ଯାଉ ନେଇକି ଯିବା, କାଳେ ମାନେ ୟାଙ୍କୁ ଡ୍ରପ୍ କଲା ପରେ ବାଜିବ ଗୋଟେ ପରେ ଗୋଟେ। ଦେଖିବା। ବର୍ତ୍ତମାନ ଆସିକି ଟାଇମ୍ ହେଲାଣି 10:30। ମୁଁ ସକାଳେ ଲଗ୍ଇନ୍ କରିଥିଲି ଆପଣଙ୍କର ସେଇ 8ଟା ବେଳକୁ। ତ 10:30 ମାନେ 14 ଘଣ୍ଟା 14.5 ଘଣ୍ଟା ହେଇଗଲାଣି। ଟୋଟାଲ୍ ଅର୍ଣ୍ଣିଂ ହେଇଛି 2223 ଟଙ୍କା। ତା ଭିତରେ ମୁଁ ସିଏନ୍ଜି ପକେଇଥିଲି 600 ଟଙ୍କାର, ମାନେ କେତେ ବଞ୍ଚିଲା? 1600 ଟଙ୍କା ବଞ୍ଚିଲା। ହେଲେ 14 ଘଣ୍ଟା ପୁରା ଫୁଲ୍ ଲଗ୍ଇନ୍। ବୁକିଂ କାହିଁ ଜଣାପଡ଼ୁନି, ବୁକିଂ ବାଜୁନି। ବାଧ୍ୟ ହେଇକି ମାନେ ରାତି 10-11 ଯାଏଁ କାମ କରିବାକୁ ପଡ଼ୁଛି, ନହେଲେ ସେଇ 6ଟା 6:30 ମ୍ୟାକ୍ସିମମ୍ 7ଟା ବେଳେ ସୁଦ୍ଧା ମୁଁ ଘରକୁ ପଳାଏ। ଆଉ ଯେହେତୁ ବୁକିଂ ବାଜୁନି, ସେଇ ସକାଶେ କିଛି ଦିନ ମୁଁ ପୁରା ଲେଟ୍ ନାଇଟ୍ ଯାଏଁ କାମ କରୁଛି। ଦେଖାଯାଉ କେବେ ପୁଣି ବୁକିଂ ବଢ଼ୁଛି। ସାଙ୍ଗମାନେ ଆଜିର ଭିଡ଼ିଓଟି ଏତିକି। ଦୟାକରି ଚ୍ୟାନେଲଟା ସବସ୍କ୍ରାଇବ୍ କରିଦେବେ, ଲାଇକ୍ ସେୟାର କରିବାକୁ ଜମାରୁ ଭୁଲିବେନି।
ରହିଲି। ଜୟ ଜଗନ୍ନାଥ, ନମସ୍କାର।